ଆଜିର ପିଲାମାନଙ୍କୁ ତାଙ୍କ ନିଜର ଖୁସି ଛଡ଼ା ଆଉ କିଛି ମିଳୁନି। କାହିଁକି କହିଲେ ଏବେ ଯଦି ତୁମେ ଦୁଃଖ କରିଥିବ ତାହେଲେ ଆଗକୁ ଟିକେ ଖୁସି ପାଇବ, ଆଉ ଯଦି ଏବେ ସବୁ ଖୁସି କରିଦେଲ ତାହେଲେ ଆଉ ଟିକେ ବଡ଼ ହେଲେ ଦୁଃଖ ପାଇବ। ଏବେ ସେଇ କଲେଜର ପିଲା ହଉ ସ୍କୁଲର ପିଲା ହଉ ସେଇ ରିଲ୍ସ କରିବା, ମୋବାଇଲ ଗୋଟେ ଭଲ ମୋବାଇଲ ଆମକୁ ଦିଅ, ଗୋଟେ ଗାଡ଼ି ଦିଅ, ଆମେ ଭଲ ଗାଡ଼ି ଚଲେଇବୁ। କିନ୍ତୁ ସେ ଆଉ କହୁନାହାନ୍ତି ଯେ ନା ଆମେ ଆମ କ୍ୟାରିୟରଟା କେମିତି ଆମେ ପାଠ ଦିଅରେ ପଡ଼ି ଟିକେ ମଣିଷ ହେଇଯାଉ, ତାପରେ ଆମେ ନିଜେ ଇନକମ୍ କରି ନିଜ ହାତରେ ନିଜେ କରିବୁ, ନିଜେ ମୋବାଇଲ ଧରିବୁ, ନିଜେ ଗାଡ଼ି କିଣିବୁ। ସେତେବେଳେ ମୁଁ କହିବାକୁ ନଥିବ, ଏବେ ଆପଣ ତୁମେ ମାଗିବାକୁ ପଡ଼ୁଛି କି ନାହିଁ, ବାପା ଦିଅ, ବୋଉ ଦିଅ, କି ଭାଇ ଦିଅ, କି ଦେଇ ଦିଅ ନା ନାହିଁ। ସେତେବେଳେ ଆଉ କାହାକୁ ମାଗିବାକୁ ପଡ଼ିବନି। ପିଲାମାନେ ସେଟାକୁ ବୁଝିବାକୁ ନାହାନ୍ତି। ଯେତେବେଳେ ସେ ଯାଇକିରି ଚେନ୍ନାଇ ସୁରଟରେ 12 ଘଣ୍ଟା ନା ଡ୍ୟୁଟି କରିବେ, ସେ ଲୁହା ରଡ଼ ସବୁ ବାହାରୁଥିବ, ଗରମ ଫୁଟଫୁଟ ହେଉଥିବ, ସେ 50 ଟଙ୍କା ମାନେ 50 ଟଙ୍କା ଖାଇକିରି ଆଉ 50 ଟଙ୍କା ପାଖରେ ବଞ୍ଚିବାକୁ ଇଚ୍ଛା ହେଉଥିବ। ସେତେବେଳେ ସେ ଜାଣିପାରିବେ ଆକ୍ଚୁଆଲି ଆମେ ତ ଛୋଟ ଥିଲୁ, ଭଲ ଥିଲୁ, ଆଉ ଜାଗାରେ ପାଠ ପଢ଼ିକିରି ଇନକମ୍ଟା କରିଥିଲେ ଭଲ ହେଇଥାନ୍ତା। ନହେଲେ ଇଏ ଖଟଣାରେ କିଏ ଖଟିବ? ସେତେବେଳେ ଠିକ୍ ଭାଇ ବୁଝିପାରିବ। ଏବେ ହଁ କେହି ବୁଝିପାରୁନ, ବୁଝିଲାକୁ ଆଉ କିଛି ନଥିବ ନା, ତମ ପାଖରେ ଆଉ ତମ ଆଖି ଲୁହ ପୋଛିବାକୁ କେହି ବି ନଥିବେ। ନିଜ ଲୁହ ନିଜେ ପୋଛି ନିଜେ ଘୁଷୁରୁଥିବ। ଜୟ ଜଗନ୍ନାଥ।